ଜୟ ଜଗନ୍ନାଥ। ପିଲାମାନେ, ଆଜି ଆମେ ସମାଜରେ ଦେଇଥିବା ଗୋଟେ ଇଂରାଜୀ ଅବଜେକ୍ଟିଭ ସେଟ୍ କରିବା ହେଲା। ଦେଖ, 1 ନମ୍ବର, ଲେଞ୍ଚ ୱେଣ୍ଟ ଟୁ ଦି ୱିଣ୍ଡୋ ଟୁ ଆସ୍କ ଫର୍। ଲେଞ୍ଚ ସେ ଝରକା ପାଖକୁ କ'ଣ ମାଗିବାକୁ ଯାଇଥିଲା? କେବେ କଥା ଏଇଟା? ଦ୍ୱିତୀୟ ଥର କଥା। ଯେତେବେଳେ କ'ଣ ନା ପ୍ରଥମେ ଚିଠି ଦେଇଥିଲା, 70 ଟଙ୍କା ଆଇଲା। ଆଉ ଥରେ ସେ ବାକି ରେଷ୍ଟ ପଇସା ପାଇବା ପାଇଁ ଯୋଉ ଚିଠି ଲେଖିବାକୁ ଗଲା, ଝରକା ପାଖକୁ ଯାଇକିରି ପେପର ଆଣ୍ଡ ଇଙ୍କ ଅପସନ ବି ମାଗିବାକୁ ଯାଇଥିଲା। କ୍ଲିୟର? ତାପରେ 2 ନମ୍ବର ପରେ, ଦି ହେଲ୍ ରେନ୍ଡ ଅନ୍ ଦି ହାଉସ୍ ଫର୍। ଯୋଉ କୁଆପଥର ବୃଷ୍ଟି ହେଲା କେତେ ସମୟ ପାଇଁ? ଫର୍ 1 hour। ଘଣ୍ଟାଏ ପାଇଁ ହେଲା କୁଆପଥର ବର୍ଷା। 3 ନମ୍ବର ପିଲେ, ଗାନ୍ଧୀ ମାଟ୍ରିକୁଲେଟେଡ୍ ଇନ୍। ଗାନ୍ଧୀ କେବେ ମାଟ୍ରିକ ପାସ୍ କଲେ? ହେଲା, ପିଲେ 1887 ମସିହା। ଅପସନ ଏ 1887 ମସିହା ହେଲା, 1887। ଆଟ୍ ଦି ଏଜ୍ ଅଫ୍ 18, 18 ବର୍ଷ ବୟସରେ, ମନେ ରଖିବା କେତେ ବୟସ ପଚାରିଦବ। ଆଟ୍ ଦି ଏଜ୍ ଅଫ୍ 18 କୋଉ ସ୍କୁଲ ପାସ୍ କଲେ? ରାଜକୋଟ ହାଇସ୍କୁଲ ପାସ୍ କଲେ। ମନେ ହେଲା, ସ୍କୁଲ ନାଁ ମନେ, ରାଜକୋଟ ହାଇସ୍କୁଲ ପାସ୍ କଲେ। ସେ ହାଇସ୍କୁଲ ପରେ, ସ୍ୱାଧୀନତା ପରେ 1947 ପରେ ସେ ସ୍କୁଲ ନାଁ କ'ଣ ପରିବର୍ତ୍ତନ ହେଲା? ନା ମୋହନ ଦାସ ଗାନ୍ଧୀ ହାଇସ୍କୁଲ। ମନେ ରଖିଥା ସବୁ। ତାପରେ 4 ନମ୍ବର, ହୁଇଚ୍ ସବଜେକ୍ଟ ୱାଜ ପ୍ରୁଭଡ ହାର୍ଡର ଟାସ୍କ ଫର ଗାନ୍ଧୀ। ଗାନ୍ଧୀ ପାଇଁ କୋଉ ବିଷୟଟା କଠିନ ଥିଲା? ସଂସ୍କୃତ। ଅପସନ ଡି। ତାପରେ 5 ନମ୍ବର, ହୁଇଚ୍ ଇଜ ଦି ଫେଷ୍ଟିଭାଲ ଅଫ ଲାଇଟ। କିଏ ସେ? ଫେଷ୍ଟିଭାଲ ଅଫ ଲାଇଟ ପିଲେ କିଏ ସେ? ତିହାର। ଅପସନ ଏ ହେଲା। କୋଉଠି ପାଳନ ହୁଏ? ମନେ ରଖ, ସିକିମରେ ହେଲା। ଇଟ୍ ଇଜ ସମହଟ ଲାଇକ ଏ ଦିୱାଲି। ଇଏ ଦିୱାଲି ପର୍ବ ଭଳିଆ। ମନେ ହେଲା। ସେଇ ସିକିମର ପୂର୍ବ ଭିଡ଼ିଓ ଗୁଡ଼ିକ ଦେଖିବ। ସୁନ୍ଦର ଭାବରେ ଯେତେ ପର୍ବ ସବୁ ବୁଝି, ଯେତେ ଆନୁଷଙ୍ଗିକ ସବୁ ଯାହା ଦରକାର ସବୁ କହିଦେଇଛି ପୂର୍ବ ଭିଡ଼ିଓରେ। ସବୁ ଭିଡ଼ିଓ ଯେତେବେଳେ ଯୋଉ 8ଟା ଦେଇଛି, ଅବଜେକ୍ଟିଭ ଇଂଲିଶରେ 8ଟା ଛାଡ଼ିଛି। ତାପରେ ଏଇ ଯୋଉ ସମ୍ବାଦ, ସମୟ, ପ୍ରମେୟ, ୟାର ବି କହିଛି। ଦେଖି ପୂର୍ବ ଭିଡ଼ିଓରେ କ୍ଲିୟର ଦେଖିଦେଲେ ବହି ଯାକ କଭର ହେଇଯାଇଛି ପୁରା ହେଲା। ଶାଗଦୋଆ, ସେ ସିକିମର ଗୋଟେ ପର୍ବ, ବୁଦ୍ଧିଷ୍ଟ ଫେଷ୍ଟିଭାଲ ହେଲା। ମେ ଜୁନ ମାସରେ ହୁଏ। ପୁଣି କୋଉ ଦିନ ପାଳନ ହୁଏ? ଫୁଲ ମୁନ, ପୂର୍ଣ୍ଣମୀ ଦିନ ପାଳନ ହୁଏ। ଲୋକମାନେ ବୌଦ୍ଧ ମଠ ପରିଦର୍ଶନ କରିବାକୁ ଯାଆନ୍ତି, ବୁଦ୍ଧଙ୍କୁ ପ୍ରାର୍ଥନା କରନ୍ତି, ଜଳ ଧୂପ କାଠି ଦିଅନ୍ତି ଏବଂ ଲହୁଣୀର ଦୀପ ଜାଳନ୍ତି। ଏଇ ମନେ ରଖ, ଶାଗଦୋଆ, ସେ ସିକିମର ଗୋଟେ ପର୍ବ। ତାପରେ ଆମର ଆସିଲା 6 ନମ୍ବର, one of the India's most colorful and charming festival is Nagaland's Dash Festival। ତାହେଲେ ମାନେ କଲରଫୁଲ ଆଉ ଚାର୍ମିଂ, ଆକର୍ଷଣୀୟ ଆଉ ରଙ୍ଗୀନ ପର୍ବ ନାଗାଲାଣ୍ଡ କ'ଣ ସେଇଟା? ନା ହର୍ଣ୍ଣବିଲ୍। ଅପସନ ସି, ହର୍ଣ୍ଣବିଲ୍। କ୍ଲିୟର? ତାହେଲେ ଇଟ୍ ଇଜ ଏ 10 day long cultural dance and sporting events। 10 ଦିନ ବ୍ୟାପୀ କଲଚୁରାଲ ଡ୍ୟାନ୍ସ ଆଣ୍ଡ ସ୍ପୋର୍ଟିଂ ଇଭେଣ୍ଟସ, ଖେଳ ସ୍ପୋର୍ଟିଂ କରନ୍ତି ହେଲା। କୋଉ ମାସରେ ହୁଏ? ଡିସେମ୍ବର ମାସରେ। ଏଭ୍ରି ଇୟର, ପ୍ରତିବର୍ଷ ଡିସେମ୍ବର ମାସରେ କରାଯାଏ। ମାନେ ତାପରେ 7 ନମ୍ବର, ହ୍ୱାଟ ଇଜ ଦି ପରସେଣ୍ଟେଜ ଅଫ ନାଇଟ୍ରୋଜେନ ଇନ୍ ଡ୍ରାଇ ଏୟାର। ନାଇଟ୍ରୋଜେନ ହଉଛି କୁହାଯାଇଛି ବାରମ୍ବାର 70-80%, ଅକ୍ସିଜେନ 21%, 0.03 ହେଲା କି ସେ କାର୍ବନ ଡାଇଅକ୍ସାଇଡ ଅଙ୍ଗାରକାମ୍ଳ CO2 ହେଲା। ତାପରେ 8 ନମ୍ବର, ମେନି ଫ୍ଲାୱାର୍ସ ଆଣ୍ଡ ଭେଜିଟେବୁଲ ସଫର ଇଲ୍ ଇଫେକ୍ଟ ଫ୍ରମ୍। ଯୋଉ ପନିପରିବା ଆଉ ଫୁଲ ଗୁଡ଼ିକ ନଷ୍ଟ ହେଇଯାନ୍ତି କୋଉ ଯୋଗୁଁ? ନା କାର ଏକ୍ସଜଷ୍ଟ। କାର ଯୋଉ ବିସର୍ଜନ କରେ ଧୂଆଁ, କାର ଏକ୍ସଜଷ୍ଟ ହେଲା। ତାପରେ 9 ନମ୍ବର, ରିମେମ୍ବର ଦ୍ୟାଟ ୟୁର ଡ୍ୟାଶ ଇଜ ପ୍ରାଇସଲେସ୍ ପଜେସନ। ମାନେ ତ ଅମୂଲ୍ୟ ସମ୍ପଦ ତମର କ'ଣ? ନା ଚରିତ୍ର, କ୍ୟାରେକ୍ଟର। କୋଉଥିରେ ଲେଖା ହେଇଛି? ସ୍କୁଲ୍ସ ଗୁଡ୍ ବାଇ। ସ୍କୁଲ୍ସ ଗୁଡ୍ ବାଇ ହେଲା। ତାପରେ ଆସିଲା 10 ନମ୍ବର, be truthful in all things and dash to everybody, considerate ହେଲା। considerate to everybody। considerate means କ'ଣ ପିଲେ? ମାନେ not selfish ହେଲା। considerate ହେଲା, ବିଚାରଶୀଳ, ନିଃସ୍ୱାର୍ଥପର, considerate।
ऑप्शन ए 11 नंबर an open area for grassy land is called कौन मेडोवे खेल पड़िया मेडोवे 12 नंबर दी राइप फ्रूट इज इन दी राइप फ्रूट को पाचिला फल कोठी गार्डन पाचल फल गार्डन पाचिला फल टॉल ट्रीज वुड्स जंगल रे तापर 13 नंबर प्ले विलियम ओड्सवर्थ डायड ऑन केबे मरिथिले विलियम ओड्सवर्थ के मरिथिले प्ले जानिछ 23 अप्रैल 1850 23 अप्रैल 1850 रे मरिथिले जन्म होइथिले केबे मन किता 7 अप्रैल 1770 7 अप्रैल अप्रैल 7 तारिख 1770 मसिया एटा भी मन रखितो तापर 14 नंबर व्हाट डज दी वर्ड चांट मीन्स सिंग ऑप्शन डी 15 नंबर हु इज द पोएट ऑफ द पोएम विलेज सॉन्ग पोएट के पोएम पोएट के से ना सरोजिनी नायडू ऑप्शन डी हैला तापर हमर आसिला कोन ना 16 नंबर द ब्राइडल रोब्स जो विवाह पोशाक 16 नंबर ब्राइडल रोब्स विवाह पोशाक हिंदी कौन लूम बोले तंतरे से मन रख ब्राइडल केक्स जो भोजी पिठा विवाह पिठा जो तैयारी हुए ब्राइडल केक्स हिंदी हर्थ है कौन चुली चारिपट जगह कहती हर्थ कही पूर्व वीडियो देख क्लीयर बार यहाँ लूम 17 नंबर the dash comes marching over the heath marching over thela moist east windy ओदाळिया पूर्वा पवन moist east windy marching over the heath अर्थ कोन uncultivated land heath uncultivated land 18 number what does moist mean slight wet up ओदाळिया moist डॉक्टर रीता एस मनी इज डॉक्टर बाई प्रोफेशन है आउ राइटर बाई पैशन डॉक्टर बाई प्रोफेशन जदि राइटर बाई पैशन हम मन रखिता विकी आडोडिज क्या भल पाला स्ट्रांगली भल पाला क्या जेजेमा को ग्रांड मा जेजेमा 21 नंबर है हु इज द राइटर ऑफ द स्टोरी ए ग्रेन आज बिग एज ए हेन से कैसे ना लियो टॉल्स्टॉय ऑप्शन ए तार लेखक होचंदी ए ग्रेन आज बिग एज हेन से गला लियो टॉल्स्टॉय माने तापरे 22 नंबर बाइंग और सेलिंग ब्रेड इज ए सीन हु सेड दिस बोले किनिबा बिकिबा शस्य हमर गोटे पाप कथा ए कथा के कहितला दी ओल्ड मैन्स ग्रैंडफादर जेजे जेजे ऑप्शन डी जेजे 23 नंबर 23 नंबर हला दी ओल्ड मैन्स ग्रैंडफादर सेड कहला men have ceased to live by their own labors देखो 24 नंबर करीम वाज जुमन्स कौन तार वाइफ करीमन वाज जुमन्स वाइफ 25 नंबर देखो दी पंच 25 नंबर दी पंच इज नोबडीज फ्रेंड और फ्रेंड्स और एनिमी ऑन एनिमी नो फ्रेंड्स और एनिमी बंधु नुह कि शत्रु नुह कहार हु सेड से कथा के कहितला दी ओल्ड एंड बोले जे विचारपति हबो से कहार शत्रु नुह कि मित्र नुह ए बुढ़ी चाची कहितला ओल्ड एंड 26 नंबर वेयर डिड आलगू बाय ए पेयर ऑफ बुलक जो हळे बळद किनिदला कोठु आलगू किनिदला ए फेयर मेला 27 नंबर which Roscoff was grateful to
लस्कप कहा प्रति कृतज्ञता ज्ञापन करथिला सर्गेई प्रति ओल्गा प्रति उभय प्रति बोथ ऑफ देम हला तापरे 28 नंबर सर्गेई द एडवोकेट सडनली रिमेम्बर्ड अबाउट द बेगार व्हेन हिज आईज फेल ऑन हिज पैंट्स ओवरशूज तार जेतले ओवरशू ऊपर पड़ेला जेतले करला हला 29 नंबर द ग्रैंडफादर डैश वॉकड आउट ऑफ द जू ब्रिस्कली केतेले मन रखइटा पिले जेतेबेले शेष देखिया जाइथले 6 मास परे टिमोथी शुणिले मर जाइछि से सेटू खाली कह दी केले गुड बाय टिमोथी कहि गिरी आसिले हला कहि के आसिले बोले ब्रिस्कली बोले कोन चल चंचल होई के पळाइले ब्रिस्कली गुड बाय कहि गिरी हले गुड बाय टिमोथी कहि के आसिले ताकू घृण चक्षुरे से जो जगवाली की घृण चक्षुरे स्टोनफुल घृण चक्षुरे देखि आसिले तापरे 30 नंबर The grandfather visited Lucknow again after he had put Timothy in the kete 6 मास पर जाइथले 30 नंबर डी हला 6 मंथ पर जाइथले छाड़ी और 6 मास पर जाइथले 31 नंबर ग्रामर पोर्शन आसिला The Persian teacher was lenient अर्थ lenient अर्थ कौन बिले ना not strict lenient not strict हला 32 नंबर हला 32 नंबर प्ले इंडियंस आर क्रिकेट एंथुसियासिस्ट ऑप्शन बी हला और पीपल हु लव समथिंग तापर 33 नंबर आइज डैश मैन टू सी थिंग्स आइज एनोबल ऑप्शन एनोबल मैन to see things 34 नंबर बोले it rains in deserts if you use hardly in this hardly ताले कोठी लगेबा हला hardly कोड लगेबा प्ले मन को कहै छी hardly उट एडवर्ब ये लागियो comes before the main verb हला before the main verb कोठी अछि देखो main verb होला rain rains वर्षा करे ता पूर्व आसी hardly ताले ऑप्शन बी ठीक है मनला हार्डली उटे एडवर्ब ये कम्स बिफोर द मेन वर्ब क्लियर तापरे 35 बारंबार कहि बिले देखो जो ये लेटर टू गॉड रे टर्नाडो साइक्लोन गेल हला ये सब गोटे प्राय क्वेश्चन दउची सेटा देखिबो 35 से वायलेंट स्टॉर्म हुज सेंटर इज क्लाउड इन शेप ऑफ फनेल ता कौन कहती टर्नाडो ता कहती कौन टर्नाडो टाइफोन घेल हरिकेन सब देखिबो 36 नंबर योर आर्गुमेंट इज नॉट लॉजिकल ताल इलॉजिकल नॉट लॉजिकल इलॉजिकल ताल ऑप्शन डी तापर 37 नंबर एथु ओटी पढुची हला मन केता My friend wanted a cleaning instrument. गोटे कंपाउंड नाम है जोटा क्लीनिंग इंस्ट्रूमेंट हला ताले 38 नंबर हला 38 नंबर हला एसिड रेन पॉजेस स्किन लेसन्स अर्थ कौन प्ले ना डैमेज्ड स्किन बा वुंड्स चर्म को क्षति कर दे डैमेज कर दे नष्ट कर दे तापर 39 नंबर व्हिच ऑफ द फॉलोइंग सेंटेंस इज करेक्ट कोटा करेक्ट थ्रू मदर टेरेसा हु फेथफुल नहीं मदर ऑप्शन ए मदर टेरेसा हु फेथफुली सर्व्ड द मैन काइंड इज कॉल्ड नहीं सेटा बोलू मदर टेरेसा हु फेथफुली सर्व्ड द मैन काइंड is called a saint. Mother Teresa, who faithfully served the mankind, is called a saint. ताले ए मो मतरे ऑप्शन बी टी ठीक हवा था किंतु देइची ऑप्शन सी देइची तर काहे कि नॉन डिफाइनिंग क्लॉज मदर टेरेसा
is called a saint. Extra information ଯାଇଛି who faithfully served the mankind, ଏଇଟା extra information। ତେଣୁ ଏଠେଇ କମା ଲାଗିଛି, ଏଇଠି ଏଠେଇ କମା ଲାଗିବ, ଏଇଠି କମା ଲାଗିଛି, ଏଠି କମା ଲାଗିଛି। ଏଇଟା ଅପସନ ବି ମୋ ମତରେ ଠିକ ହେଲା। 40 ନମ୍ବର, there are many people dash lives have been spoiled by the road accident। ଏଠି whose, whose ହେଲା whose for possession, whose ଲାଗେ କ'ଣ whose lives possession, whose ଲାଗିବ। ତାପରେ 41 ନମ୍ବର, ରମେଶ ପୋଷ୍ଟେଡ୍ ଦି ଲେଟର ଆଫ୍ଟର ହି ଡ୍ୟାସ୍ ରିଟିନ୍। ଏଇଠି ବାରମ୍ବାର କହିଛି ଅର୍ଲିୟର ଆକ୍ସନ ଆଉ ଲ୍ୟାଟର ଆକ୍ସନ। ଅର୍ଲିୟର ଆକ୍ସନ ହବ ପାଷ୍ଟ ପରଫେକ୍ଟ, ଲ୍ୟାଟର ଆକ୍ସନ ହବ ସିମ୍ପଲି ପାଷ୍ଟ। ଆଗେ ଚିଠି ପକେଇଲା ନା ଆଗେ ଲେଖିଦେଲା? ଆରେ ଲେଖି ସାଇଲା ପରେ ଚିଠି ପକେଇବ। ତାହେଲେ ଅର୍ଲିୟର ଆକ୍ସନ ହଉଛି ଲେଖିବା, ତାହେଲେ ହାର୍ଡ ରିଟିନ୍ ଫାଷ୍ଟ, ହାର୍ଡ ପ୍ଲସ୍ ପିବି ଫାଷ୍ଟ ପାର୍ଟିସିପଲ୍ କ୍ଲିୟର। ତାପରେ ପକେଇଲା ଲ୍ୟାଟର ଆକ୍ସନ ସିମ୍ପଲ ପାଷ୍ଟ ପୋଷ୍ଟେଡ କ୍ଲିୟର। ତାପରେ ଦେଖ 42 ନମ୍ବର, ପଢୁଛି ଏଇ ଯୋଉ 10 12ଟି 15ଟା 20ଟା ସେଟା ଆଲୋଚନା ହେଲାଣି, ସେଇଥିରୁ ଡାଇରେକ୍ଟ ଆସିଥିବ, ପରୀକ୍ଷା ଆରାମ ସବୁ ତ କରିବ। ଇଫ୍ ଆୱାର ବଏଜ୍ ହାଡ୍ ପ୍ଲେଡ୍ ୱେଲ୍, ଏଇଟା ଦେଖ ଇଫ୍ କ୍ଲଜରେ ଅଛି ହାର୍ଡ ପ୍ଲସ୍ ପାଷ୍ଟ ପାର୍ଟିସିପଲ୍, ହାର୍ଡ ପ୍ଲସ୍ ପାଷ୍ଟ ପାର୍ଟିସିପଲ୍ ଇଫ୍ କ୍ଲଜରେ। ହାର୍ଡ ପ୍ଲେଡ୍, ହାର୍ଡ ପାଷ୍ଟ ପାର୍ଟିସିପଲ୍ ଅଛି। ମେନ୍ କ୍ଲଜରେ କ'ଣ ହବ? ମେନ୍ କ୍ଲଜର ଉଡ୍ ହାଭ୍ ପାଷ୍ଟ ପାର୍ଟିସିପଲ୍, ତାହେଲେ ଉଡ୍ ହାଭ୍ ଓନ୍ ଅପସନ୍ ସି କ୍ଲିୟର, ବାରମ୍ବାର ବୁଝାଇଛି। 43 ନମ୍ବର, ସି ୱାଜ୍ ଡିପଲି ଆସାମ୍ଡ ଅଫ୍, ପ୍ରିପୋଜିସନ୍ ହେଲା ଅଫ୍, ଆସାମ୍ଡ ଅଫ୍, ଆସାମ୍ଡ ଅଫ୍ ପ୍ରିପୋଜିସନ୍ ଅଫ୍ ନବ। 44 ନମ୍ବର, who stole her purse, the passive of the sentence who was her purse stolen by, ଏଇଠି ହବ ଅପସନ୍ ଏ, who was her purse stolen by। 44 ନମ୍ବର, ଆରେ ପିଲା ବି ସି ବି ଅପସନ୍ ହେଇପାରେ, କାହିଁକି ବାଇ ହୁମ୍ ହର ପର୍ସ ୱାଜ ଷ୍ଟୋଲନ୍, ଏଇଟା ବି ହେଇପାରେ, ଏଇଟା ବି ହେଇପାରେ। ଏ ଅଛି ଠିକ, ସି ବି ହେଇପାରେ। ତାପରେ 45 ନମ୍ବର, ହି ୱେଣ୍ଟ ଅନ୍ ରନିଂ, ହି ୱାଜ ଟାୟାର୍ଡ, କମ୍ବାଇନ୍ ଦି ଫଲୋଇଂ ସେଣ୍ଟେନ୍ସ ୟୁଜିଂ ଏ ସୁଇଟେବଲ୍ କନଜକ୍ସନ୍। ମାନେ ହି ୱେଣ୍ଟ ଅନ୍ ରନିଂ, ସେ ଚାଲୁ ରଖିଲେ, ଚାଲିଆ ରଖିଲେ, ଗତି ରଖିଲେ। ହି ୱାଜ ଟାୟାର୍ଡ, ସେ କ୍ଳାନ୍ତ ହେଇଥିଲେ ଚାଲିଆ ରଖିଲେ, ଅର୍ଥ ଏଇଟା କ'ଣ କଣ୍ଟ୍ରାଷ୍ଟ ବାରମ୍ବାର। ଯଦିଓ ସେ ଯଦି କ୍ଳାନ୍ତ ତାହେଲେ ଚାଲି ନଥାନ୍ତେ, କିନ୍ତୁ କ୍ଳାନ୍ତ ଚାଲେ ତାହେଲେ କ'ଣ ହବ, କ'ଣ ଲାଗିବ? ଅଲ୍ ଦୋ, କ୍ଲିୟର, ଅଲ୍ ଦୋ କନଜକ୍ସନ୍ ଲାଗିବ। ତାପରେ 46 ନମ୍ବର ହେଲା, 46 ନମ୍ବର ପିଲେ କ'ଣ କହିଛି ଦେଖ, 46 ନମ୍ବର କହିଛି କ'ଣ, ବାଇ ବିଦାୟ, ବାଇ ବାଇ ଆଇ ଡ୍ୟାସ୍ ୟୁ ଟୁମର, ଆଇ ୱିଲ୍ ସି ୟୁ। କାହିଁକି ୱିଲ୍ ସି ୟୁ ଲାଗିଲା? ମନେ ରଖ ଇନଷ୍ଟାଣ୍ଟ ଡିସିଜନ, ମନେକ ଇନଷ୍ଟାଣ୍ଟ ଡିସିଜନ ବା ପ୍ରମିସ୍ ହେଲେ ଲାଗିବ କ'ଣ ପାଇଁ? ୱିଲ୍ ନବ, ତେଣୁ ୱିଲ୍ ସି କ୍ଲିୟର, ୱିଲ୍ ସି। ତାପରେ 47 ନମ୍ବର, ଦି ରେଜଲ୍ଟ ପ୍ରୁଭଡ୍ ହିମ୍ ରଙ୍ଗ, ଦି ପାଟର୍ନ, ପାଟର୍ନ କ'ଣ ଏଠି ତ ଜାଣିତ, ଦି ରେଜଲ୍ଟ ସବଜେକ୍ଟ, ପ୍ରୁଭଡ୍ ଦି ରେଜଲ୍ଟ ହେଲା ସବଜେକ୍ଟ ହେଲା, ଏସ ପ୍ରୁଭଡ୍ ହେଲା ଭର୍ବ, ହିମ୍ ହେଲା ଅବଜେକ୍ଟ, ଆଉ ରଙ୍ଗ ହେଲା କମ୍ପ୍ଲିମେଣ୍ଟ, ଏସ ଭି ଓ ସି ଆଉ କ୍ଲିୟର, ସବଜେକ୍ଟ ଭର୍ବ ଅବଜେକ୍ଟ କମ୍ପ୍ଲିମେଣ୍ଟ। 48 ନମ୍ବର, ଟ୍ରୁଥ ଆଣ୍ଡ ଅନେଷ୍ଟି ଇଜ୍ ଦି ବେଷ୍ଟ ପଲିସି, କାହିଁକି ଇଜ୍ ହେଲା ରେ ପିଲେ ନା ଜାଣିଛ? ବ୍ରେଡ୍ ଆଣ୍ଡ ବଟର, ଯେତେବେଳେ ୱାନ୍ ଆଇଡିଆ ଆସୁଥିବ, ଟୁ ନାଉନ୍, ଦିଟା ନାଉନ୍ ୱାନ୍ ଆଇଡିଆ, ସେତେବେଳେ ଭର୍ବ ହବ ସିଙ୍ଗୁଲାର, ତାହେଲେ କ'ଣ ହବ? ଟ୍ରୁଥ ଆଣ୍ଡ ଅନେଷ୍ଟି ଇଜ୍ ଦି ବେଷ୍ଟ ପଲିସି। 49 ନମ୍ବର, 49 ନମ୍ବର ପିଲେ, ଆଇ ସ ହିମ୍ ଡ୍ୟାସ୍ ଦି ରୋଡ୍
କ୍ରସ୍ କ୍ରସିଂ ଟୁ କ୍ରସ୍ କ୍ରସ୍ଡ ତାହେଲେ ଏଥିରେ 49ର ଉତ୍ତର ଦେଇଛି ପିଲେ ଏ କ୍ରସ୍ ଦେଇଛି ସେଇଠି ବି ଠିକ୍ କ୍ରସିଂ ବି ଠିକ୍ ଦୁଇଟା ଯାକ ଠିକ୍ ହବ କ୍ରସ୍ କୋଉଠି ହବ କ୍ରସିଂ କୋଉଠି ହବ ମନେ ରଖ କ୍ରସ୍ କେତେବେଳେ ହବ ୟୁଜ୍ ବେସ୍ ଫର୍ମ କ୍ରସ୍ଟା ହେଉଛି ବେସ୍ ଫର୍ମ when we saw the complete action from start to end ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଯେତେବେଳେ ଆମେ ଗୋଟେ କମ୍ପ୍ଲିଟ୍ ଆକ୍ସନ୍ ଦେଖିବା ସେତେବେଳେ ବେସ୍ ଫର୍ମ କ୍ରସ୍ ବି ଠିକ୍ କ୍ରସିଂ ହବ କେତେବେଳେ ୟୁଜ୍ ଇଂ ଫର୍ମ ଫ୍ରମ୍ when we saw the action in progress ସେଟା ତ ଦୁଇଟା ଠିକ୍ କ୍ରସ୍ ଠିକ୍ କ୍ରସିଂ ବି ଠିକ୍ ସେ ଦେଇଛି କ୍ରସ୍ କର ଠିକ୍ ତାପରେ 50 ନମ୍ବର ଏ ତ ବାରମ୍ବାର କୁହାଯାଇଛି କ'ଣ ନା ହି ସେଡ୍ ଟୁ ମି ଡୁ ୟୁ ନୋ ହିମ୍ ତାହେଲେ ପ୍ରଶ୍ନବାଚକ ବାକ୍ୟ ଅଛି ହେଲା ତାହେଲେ କ'ଣ ହବ ଇଫ୍ କି ହୋଇ ଧର ଆସିବ ତାହେଲେ ସେଡ୍ଟା ହେଇଯିବ ଆକ୍ସଡ୍ ହି ଆକ୍ସଡ୍ ମି ଇଫ୍ ଆଇ ନ୍ୟୁ ନୋ ଅଛି ଫାଷ୍ଟ ହେଇଯିବ ଆଇ ନ୍ୟୁ ହିମ୍ ଅପସନ୍ ଏ ଇଜ୍ କରେକ୍ଟ ଥ୍ୟାଙ୍କ ୟୁ ଭେରି ମଚ୍।